जय जगन्नाथ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ନଭେମ୍ବର 27 ତାରିଖ ଗୁରୁବାର, ମାର୍ଗଶିର ମାସ, ଶୁକ୍ଳପକ୍ଷ ସପ୍ତମୀ ତିଥି, ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର, ବିଛା ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ବୃଷ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି, କୁମ୍ଭ ରାଶି, ମୀନ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟର ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ, ନୂତନ ଦ୍ରବ୍ୟ କ୍ରୟ କରିବେ। ଦିନଟି ହସ ଖୁସିରେ ଅତିବାହିତ ହେବ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ସିଂହ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ଶତ୍ରୁ ଆଜି ପ୍ରବଳ ହେବେ, ବାଣିଜ୍ୟରେ ହାନି, ଦ୍ରବ୍ୟ ନାଶ, ଧନ ନାଶ, କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା ମେଷ ରାଶି, ମିଥୁନ ରାଶି, କର୍କଟ ରାଶି, ଧନୁ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଇଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି ତାଳ ଖାଆନ୍ତୁ ନାହିଁ। ଜୟ ଜଗନ୍ନାଥ।